ସେ ପ୍ରକାର ତୁମମାନଙ୍କୁ ପ୍ରେମ କରିଅଛି। ମୋର ପ୍ରେମରେ ସ୍ଥିର ହୋଇ ରହିଥାଅ। ମୁଁ ଯେପରି ମୋର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେହି ପ୍ରକାର ତୁମେମାନେ ଯେବେ ମୋର ଆଜ୍ଞା ପାଳନ କର, ତାହା ସେବେ ମୋର ପ୍ରେମରେ ସ୍ଥିର ହୋଇ ରହିବ। ମୋର ଆନନ୍ଦ ଯେପରି ତୁମମାନଙ୍କ ଠାରେ ଥାଏ, ଆଉ ତୁମମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥି ନିମନ୍ତେ ମୁଁ ଏହି ସମସ୍ତ ତୁମମାନଙ୍କୁ କରିବି। ମୁଁ ଯେ ପ୍ରକାର ତୁମମାନଙ୍କୁ ପ୍ରେମ କରିଅଛି, ତୁମେମାନେ ସେହିପରି ପରସ୍ପରକୁ ପ୍ରେମ କର। ଏହା ମୋର ଆଜ୍ଞା। ଆପଣ ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା ତାହାରେ ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କର ଲୋକମାନେ ଈଶ୍ୱରଙ୍କର ବାକ୍ୟ ଜ୍ଞାପନରେ ଦେଉଅଛୁ। ଆମମାନଙ୍କୁ ପ୍ରେମ ବିଷୟରେ ଆଜି ପ୍ରଭୁଙ୍କର ଯେଉଁ ବାକ୍ୟ ଆମେ ପଢ଼ିଲୁ, ସେହି ପ୍ରେମରେ ଆମେମାନେ କିପରି ତାଙ୍କର ଆଜ୍ଞା ମାନିବା ଓ ପାଳନ କରିବା, ସେହି ବିଷୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି। ଏଠି ଯୀଶୁ ପ୍ରଥମରେ କହୁଛନ୍ତି ଯେ ପିତା ଯେ ପ୍ରକାର ମୋତେ ପ୍ରେମ କରିଅଛନ୍ତି, ମୁଁ ମଧ୍ୟ ସେହି ପ୍ରକାର ପ୍ରେମ କରିଅଛନ୍ତି। ପିତା ଯୀଶୁଙ୍କୁ ଯେ ପ୍ରକାର ପ୍ରେମ କଲେ, ଯୀଶୁ ମଧ୍ୟ ଆମ ସମସ୍ତଙ୍କୁ ସେହି ପ୍ରକାର ପ୍ରେମ କରିଅଛନ୍ତି। ଆଉ କିଛି ଜଣା ନାହିଁ। ସେଥିପାଇଁ ସେ ଆମମାନଙ୍କର ପ୍ରେମ ଥିବା ଲାଗି, ଆମକୁ ପ୍ରେମ କରୁଥିବା ଲାଗି ସେ ସେହି ସର୍ବସିଂହାସନ ଛାଡ଼ିକି ଏହି ପୃଥିବୀକୁ ଆସିଲେ। ଆଉ ଯେତେ ଦୁଃଖ କଷ୍ଟ ପ୍ରଭୁ ସହିଲେ, ତାଙ୍କ ନିଜର ପାଇଁ ସହିନାହାନ୍ତି। ଆମକୁ ପ୍ରେମ କରିଥିବାରେ ଆମେ କରିଥିବା ପାପର ପ୍ରାୟଶ୍ଚିତ ସେ ସବୁ ଗ୍ରହଣ କଲେ। କାହିଁକି ଗ୍ରହଣ କଲେ? ଆମକୁ ପ୍ରେମ କରୁଥିବା ଲାଗି ସେ ଗ୍ରହଣ କଲେ। ତେଣୁକରି ଆମେ ତାଙ୍କରି ଆଜ୍ଞା ପାଳନ କରିବାର ଅଛି। ତାଙ୍କର ପ୍ରେମରେ ଆମେ ମଧ୍ୟ ସ୍ଥିର ହୋଇ ରହିବା। ସେଥିରେ ସେ କହୁଛନ୍ତି, ପ୍ରେମରେ ସ୍ଥିର ହୋଇ ରହିଥାଅ। ମୁଁ ଯେ ପ୍ରକାର ମୋର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେ ପ୍ରକାର ତୁମେମାନେ ଯେବେ ମୋର ଆଜ୍ଞା ପାଳନ କର, ତାହା ହେଲେ ମୋର ପ୍ରେମରେ ସ୍ଥିର ହୋଇ ରହିଥାଅ। ଯୀଶୁଙ୍କ ପ୍ରେମରେ ଆମେମାନେ ସ୍ଥିର ହୋଇ ରହିବା। ସେ ନିଜେ ପିତାଙ୍କର ପ୍ରେମରେ ସ୍ଥିର ହୋଇ ରହିଲେ, ପିତାଙ୍କର ଆଜ୍ଞା ପାଳନ କଲେ। ସେ ଯେତେବେଳେ ସେଇ କୃଷ କାଠରେ ଝୁଲୁଥିଲେ, ସେ ପିତାଙ୍କୁ ପ୍ରାର୍ଥନା କରି କି ପ୍ରକାର ପ୍ରାର୍ଥନା କଲେ, ପିତା ତୁମର ଯଦି ଇଚ୍ଛା ହେଲେ ଏ ପାପକୁ ଦୂର କର, କିନ୍ତୁ ମୋର ଇଚ୍ଛା ନାହିଁ। ସେ ଜଗତକୁ ପଠାଇଥିଲେ ଈଶ୍ୱରମାନଙ୍କୁ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ, ପାପୀମାନଙ୍କ ନିମନ୍ତେ ଆପଣ ପ୍ରାଣ ଦେବା ପାଇଁ। ତେଣୁକରି ସେ ଆଉ ପିତାଙ୍କ ଇଚ୍ଛା ସାଧନ କଲେ ସିନା, ସେ ନିଜର ଇଚ୍ଛା କିଛି ସାଧନ କରିନାହାନ୍ତି। ତେଣୁ ଆମେ ସେ ଯୀଶୁଙ୍କର ବାକ୍ୟକୁ ଆମେମାନେ ପାଳନ କରିବା, ତାଙ୍କ ପ୍ରେମରେ ସ୍ଥିର ହୋଇ ରହିବା। ତୁମମାନେ ଯେବେ ମୋର ଆଜ୍ଞା ପାଳନ କର, ତାହା ହେଲେ ମୋର ପ୍ରେମରେ ସ୍ଥିର ହୋଇ ରହିବ। ମୋର ଆନନ୍ଦ ଯେପରି ତୁମମାନଙ୍କ ଠାରେ ଥାଏ, ଆଉ ତୁମମାନଙ୍କ ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଏଥି ନିମନ୍ତେ ମୁଁ ଏ ସମସ୍ତ ତୁମମାନଙ୍କୁ କରିବି। ଯୀଶୁଙ୍କର ଆନନ୍ଦରେ ଆମେ ଆନନ୍ଦ କରିବା। ଯୀଶୁ ମଧ୍ୟ ଆମମାନଙ୍କର ଆନନ୍ଦରେ ଆନନ୍ଦ କରିବା ପାଇଁ ସେ ଏହି ବାକ୍ୟରେ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି। ଆମେମାନେ ଆନନ୍ଦ କରିବା। ଯୀଶୁ ମଧ୍ୟ କହୁଛନ୍ତି ଯେ ତୁମମାନଙ୍କର ଆନନ୍ଦ ଯେପରି ପୂର୍ଣ୍ଣ ହୁଏ, ଆମର ଆନନ୍ଦ ସବୁ ପୂର୍ଣ୍ଣ ପରିତ୍ରାଣ କରିଛନ୍ତି ପ୍ରଭୁ ଯୀଶୁ। ଆପଣ ସେଇ କ୍ରୁଶ କାଠରେ ସେ ଦେଖାଇଥିଲେ ଯେ କିପରି ଆମମାନଙ୍କୁ ପ୍ରେମ କଲେ।
সেই ପ୍ରେମରେ ଆମେମାନେ ମଧ୍ୟ ସ୍ଥିର ହୋଇ ରହିବା, ତେବେ ସେ ଯୀଶୁଙ୍କ ଆନନ୍ଦ ଆମେମାନେ ପାଇବା। ଆଉ ସେଇ ଆନନ୍ଦ ଯେପରିକି ପୂର୍ଣ୍ଣ ହୁଏ, ଆମେମାନେ ସେଇ ବାକ୍ୟ ଆମେ ଯଦି ପାଳନ କରିବା, ତେବେ ନିଶ୍ଚୟ ଆମେ ସେଇ ଆନନ୍ଦ ଉତ୍ସବ ଆମେ ପୂର୍ଣ୍ଣ ହେବ। ପୁଣି ଆମେ ସମସ୍ତେ ଯୀଶୁଙ୍କର ଗୋଟେ ପ୍ରିୟ ଲୋକ, ପ୍ରିୟ ସନ୍ତାନ এই ପୃଥିବୀରେ ଆମେ ବଞ୍ଚିବା। ତେବେ ଯୀଶୁଙ୍କର ସାଙ୍ଗରେ ଯୀଶୁଙ୍କର ଆଜ୍ଞା ଆମେ ପାଳନ କରିବା, ଆଉ ଯୀଶୁଙ୍କର ସାଙ୍ଗରେ ଆମେ ଥିବା କହିଲେ ନିଶ୍ଚୟ ଆମେ ଶେଷ ଦିନରେ ଆମେ ସେଇ ପିତାଙ୍କର ନିକଟକୁ ଯିବୁ, ଆଉ ପିତାଙ୍କ ସହିତ ଆମେ ସାକ୍ଷାତ କରିବା, ଦର୍ଶନ ଆମେମାନେ କରୁ। ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଅଛି, ତୁମେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହା ମୋର ଆଜ୍ଞା। ଯୀଶୁ ଆମ ସମସ୍ତଙ୍କୁ ଏଇଟା ଶିକ୍ଷା କରୁଛନ୍ତି। ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଅଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର ବୋଲି କହୁଛନ୍ତି। ଏହା ମୋର ଆଜ୍ଞା ବୋଲୁଛନ୍ତି। ଯୀଶୁଙ୍କର ଆଜ୍ଞା ସେଇଟା ପ୍ରେମ କରିବାଟା ହିଁ ଯୀଶୁ ଶିକ୍ଷା ଦେଉଛନ୍ତି। ତାଙ୍କର ଆଜ୍ଞା ଏଇଟା, ତାଙ୍କର ଆଜ୍ଞା ଆମେମାନେ ପାଳନ କରିବା, ତେବେ ନିଶ୍ଚୟ ଆମେ ସେଇ ଯୀଶୁ ଖ୍ରୀଷ୍ଟ ପଥ ସତ୍ୟ ଯୀଶୁଙ୍କର ଦେଇ ଆମେ ନିଶ୍ଚୟ ଆମେ ପିତାଙ୍କର ନିକଟକୁ ଆମେ ଯାଇପାରିବା। ଆମ ସମସ୍ତେ ଯେତେ ମଧ୍ୟ ପୃଥିବୀରେ ଆମେ ଖ୍ରୀଷ୍ଟିଆନ ହୋଇଅଛୁ, କେବଳ ଆମମାନଙ୍କର ଅନନ୍ତ ଜୀବନ କେମିତି ପାଇବା, ଆଉ ସ୍ୱର୍ଗ ରାଜ୍ୟରେ ଆମେ କେମିତି ବଞ୍ଚିବା, ଏଇଟା ହିଁ ଖ୍ରୀଷ୍ଟିଆନ ଜୀବନର ଲକ୍ଷଣ। ଆଉ ତାହା ଛଡ଼ା ଆମେ କିଛି ନାହିଁ, ଧନ ସମ୍ପତ୍ତି ପାଇଁ ନାହିଁ, କିମ୍ବା ଘର ଦ୍ୱାର ପାଇଁ ନାହିଁ, କି ଚାକିରି କ୍ଷେତ୍ରରେ ନାହିଁ, କି ଟଙ୍କା ପଇସାରେ ନାହିଁ। କେବଳ ଖ୍ରୀଷ୍ଟିଆନର ଲକ୍ଷ୍ୟ ହେଉଛି ଅନନ୍ତ ଜୀବନ ପାଇଁ ସ୍ୱର୍ଗ ରାଜ୍ୟରେ କେମିତି ଆମେମାନେ ବଞ୍ଚିପାରିବା। ସେଇ ଯୀଶୁଙ୍କର ଆଜ୍ଞା ସେ କହୁଛନ୍ତି ମୋର ଆଜ୍ଞା ବୋଲି। ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ। ଯୀଶୁ ଆମମାନଙ୍କୁ ବନ୍ଧୁ ବୋଲି କହୁଛନ୍ତି। ଆପଣା ବନ୍ଧୁମାନଙ୍କୁ ନିମନ୍ତେ ପ୍ରାଣ ଦେବା ଅପେକ୍ଷା କାହାରି ଠାରେ ଆଉ ଶ୍ରେଷ୍ଠ ପ୍ରେମ ନାହିଁ। ଯୀଶୁ ଆମ ପାଇଁ ଆମମାନଙ୍କ ପାଇଁ ପ୍ରାଣ ଦେବେ, ତା ଛଡ଼ା ଆଉ କିଏ ଆମମାନଙ୍କ ପାଇଁ ପ୍ରାଣ ଦେଇଅଛି? ଯୀଶୁ ନିଜେ ଏଠାରେ ଶିଖୁଛେ, ତାଙ୍କରି ବାକ୍ୟ ମାଧ୍ୟମରେ ଆମମାନଙ୍କୁ କହୁଛନ୍ତି ଯେ ଆପଣ ବନ୍ଧୁମାନଙ୍କୁ ପ୍ରାଣ ଦେବା ଅପେକ୍ଷା କାହାରି ଆଉ ଶ୍ରେଷ୍ଠ ପ୍ରେମ ନାହିଁ। ଏତେ ଶ୍ରେଷ୍ଠ ପ୍ରେମ ଆମମାନଙ୍କୁ କଲେ, ଆମମାନଙ୍କ ସକାଶେ ନିଜ ପ୍ରାଣ ଦେଲେ, ନିଜ ସେଇ ବହୁମୂଲ୍ୟ ପବିତ୍ର ରକ୍ତ ଦେଇ ଆମମାନଙ୍କୁ ତାଙ୍କରୁ କିଣି ତାଙ୍କରି ପାଦରେ ପୃଥିବୀରେ ଆମମାନଙ୍କୁ ରଖିଅଛନ୍ତି। ତାଙ୍କରି ବାକ୍ୟ ପାଳନ କରିବା, ତାଙ୍କରି ଉପାସନା ଆରାଧନା କରିବା, ତେବେ ନିଶ୍ଚୟ ଆମେମାନେ ସେଇ ଈଶ୍ୱରଙ୍କର ନିକଟକୁ ଆମେମାନେ ଯାଇପାରିବା। ଆଉ ଗୋଟେ ବାକ୍ୟ ଦେଖିବା, ସୁସମାଚାର 18 ମୁଁ ତୁମମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ ଏହି ଲୋକ ଧାର୍ମିକ ଗଣିତ ହୋଇ ଆପଣା ଗୃହକୁ ଚାଲିଗଲା। କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ଉନ୍ନତ କରାଯିବ, ପୁଣି ଯେ ଆପଣାକୁ ଉନ୍ନତ କରେ, ତାହାକୁ ଉନ୍ନତ କରାଯିବ। ଏଇଠାରେ ମଧ୍ୟ ଆମେ ଦେଖୁଛୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମେମାନେ କିପରି ହେବାର ଅଛି। ପ୍ରାର୍ଥନା କରଗ୍ରାହୀ ଆଉ ଫାରୁସୀ 2 ଜଣ ମନ୍ଦିରକୁ ଗଲେ ପ୍ରାର୍ଥନା କରିବା ପାଇଁ, କିନ୍ତୁ କରଗ୍ରାହୀ କି ପ୍ରକାର ପ୍ରାର୍ଥନା କଲା, ଛାତି ଫୁଲା ହେଇକି ସେ ଯୀଶୁଙ୍କର ଆଗରେ ବହୁତ ଦେଖା ହେଲା, ବହୁତ ମୁଁ ସପ୍ତାହକୁ 3 ଥର ପ୍ରବାସ କରୁଛି, ମୁଁ ଏମିତି ଦାନ ଦେଉଛି, ମୁଁ ସେମିତି କରୁଛି, ଆଉ ସେ ଅଙ୍ଗୁଳି ଦେଖାଇକି କହିଲା ଯେ ଏ କରଗ୍ରାହୀ ସୁଦ୍ଧା ମଧ୍ୟ ମୁଁ ଏମିତି କରୁଛି। କରଗ୍ରାହୀ ଯୀଶୁ ତାର ପ୍ରାର୍ଥନା ଶୁଣିଲେ, ଫାରୁସୀର ଶୁଣିଲେ ନା କରଗ୍ରାହୀର ଶୁଣିଲେ? ସେ ନିଜକୁ ନମ୍ର କଲା, ସବୁଆଡ଼େ ମୋତେ ଉର୍ଦ୍ଧ୍ୱ ଦୃଷ୍ଟି କରିବାକୁ ମୋତେ ସାହସ କଲା ନାହିଁ। ସେ ପାପ କରିଅଛି, ସେ ପାପ ସ୍ୱୀକାର କଲା, ଆଉ ପ୍ରଭୁ ତାକୁ ଧାର୍ମିକ ଗଣିତ କଲେ, ଆଉ ସେ ଧାର୍ମିକ
ଅପକର୍ମ ଦେଖୁଅଛନ୍ତି, ଜାଣୁଅଛନ୍ତି, ସେ ଆମମାନଙ୍କୁ ପୁରସ୍କାର ଦେବେ। ଆମେ କୌଣସି ଲୋକକୁ ଏ ଶାରୀରିକ ଭାବରେ କ'ଣ ପୁରସ୍କାର ଦେବୁ, କିନ୍ତୁ ଆତ୍ମିକ ଭାବରେ ନୁହେଁ। ସେ ଆତ୍ମିକ ପୁରସ୍କାର ଦେବାକୁ କହୁଛନ୍ତି ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତେଣୁକରି ଆମେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମେ ନମ୍ର ହେବା, ଆଉ ନିଜର ପାପ ସ୍ୱୀକାର କରିବା। ପ୍ରଭୁ ଯେ ଆମମାନଙ୍କ କ୍ଷମାଶୀଳ ଈଶ୍ୱର, ସେ ଦୟାଳୁ କ୍ରୋଧରଥିର ଅତ୍ୟନ୍ତ ଦୟାଳୁ ପରମେଶ୍ୱର, ସେ ନିଶ୍ଚୟ ଆମମାନଙ୍କୁ ଦୟା କରିବେ। ଆଉ ତାଙ୍କରି ରାଜ୍ୟରେ ଆମମାନଙ୍କୁ ସେ ନିଶ୍ଚୟ ଆମମାନଙ୍କୁ ନେବେ। ଆଉ ସେଠାରେ ଆମମାନେ 24 ପ୍ରାଚୀନଙ୍କ ସହିତ ସ୍ୱର୍ଗ ରାଜ୍ୟରେ ଦୂତମାନଙ୍କର ସହିତ ଈଶ୍ୱରଙ୍କ ରାଜ୍ୟରେ ଯେମିତି ପହଞ୍ଚିପାରିବା, ସେହି ଉଦ୍ଦେଶ୍ୟରେ ଆମେମାନେ ସେହି ଲକ୍ଷ୍ୟ ଆମେ ଏହି ପୃଥିବୀରେ ରହି ପ୍ରଭୁଙ୍କର ବାକ୍ୟ ଆମେମାନେ ପାଳନ କରିବା ଏବଂ ଶିକ୍ଷା ଗ୍ରହଣ କରିବା। ପ୍ରଭୁ ଏହି ସଂଗୀତର ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ ଏବଂ